ପିଲାମାନେ, ଗତ ଅଧ୍ୟାୟରେ ଆମେ ପଢ଼ିଲୁ ଗାଳ୍ପିକ ରବି ପଟ୍ଟନାୟକଙ୍କ ଲିଖିତ ଗଳ୍ପ ବେଲ, ଅଶ୍ୱତ୍ଥ ଓ ବଟବୃକ୍ଷ ଏହାର ପ୍ରଥମ ଭାଗ। ଏଥିରେ ଆମେ ଦେଖିଲୁ ଗଳ୍ପର ଚରିତ୍ର ନଟବର ବାବୁ ତାଙ୍କ ବୋଉଙ୍କ ଦେହ ଖରାପ ଖବର ସଞ୍ଜବେଳେ ପାଇବା ପରେ ହଠାତ୍ ବିଚଳିତ ହୋଇପଡ଼ିଛନ୍ତି। ବୋଉକୁ ସେ ତାଙ୍କ ଜୀବନର ଅତି ମୂଲ୍ୟବାନ ବସ୍ତୁ ରୂପେ ମନେକରି ଆସିଛନ୍ତି। ତାଙ୍କ ମନରେ ଦୁଃଖ ନ ଦେବା ପାଇଁ ଛୋଟ ମୋଟ ରୋଗ ହେଲେ ବୋଉ ତାଙ୍କୁ ଖବର ଦିଅନ୍ତି ନାହିଁ। ଏଣୁ ବୋଉଙ୍କର ଦେହ ଯେ ଅତିରିକ୍ତ ଖରାପ ସେ କଥା ଭାବି ସେ ଚିନ୍ତାଗ୍ରସ୍ତ ହୋଇପଡ଼ିଛନ୍ତି। ରାତିଯାକ ବୋଉ କଥା ଚିନ୍ତା କରି ରାତି ନ ପାହୁଣୁ ତରବର ହୋଇ ନିଜ ଗାଁକୁ ଆସିବା ପାଇଁ ବାହାରିଛନ୍ତି। ଗାଁରେ ନ ପହଞ୍ଚିବା ଯାଏ ତାଙ୍କ ମନରୁ ସନ୍ଦେହ ଦୂର ହୋଇନି। ଗାଁରେ ପହଞ୍ଚି ବୋଉକୁ ଦେଖିବାର ପ୍ରବଳ ଆଗ୍ରହ ଥିଲେ ବି ବୈଶାଖ ମାସର ମୁଣ୍ଡ ଫଟା ଖରାବେଳରେ ଗାଁକୁ ଚାଲି ଚାଲି ଯାଇପାରିବେ କି ନାହିଁ ଏହି କଥା ଚିନ୍ତା କରି ଦୋ ପାଞ୍ଚ ହୋଇ ସେ ବସ୍ରୁ ଓହ୍ଲାଉଛନ୍ତି। ଏହି ଅଧ୍ୟାୟରେ ଆମେ ଦେଖିବା ଏହି ବିଷୟ ବେଲ, ଅଶ୍ୱତ୍ଥ ଓ ବଟବୃକ୍ଷ ଏହାର ଦ୍ୱିତୀୟ ଭାଗ। ତେବେ ଆସ ପିଲାମାନେ ଦ୍ୱିତୀୟ ଭାଗରେ କ'ଣ ହେଉଛି ଦେଖିବା। ପରିବାରର ଏହିପରି ଭାରାକ୍ରାନ୍ତ ସମସ୍ୟା ସହ ନିଜର ଅତି ଆପଣାର ବୋଉର ଅସୁସ୍ଥତାର ଚିନ୍ତାରେ ଘାରି ହୋଇ ଫୁଲନଖରାରୁ ଏକ କୁଜି ଘରୋଇ ବସ୍ରେ ଆସି ଗାଁ ପାଖ ବସ୍ଷ୍ଟାଣ୍ଡରେ ନଟବାବୁ ପହଞ୍ଚିବା ବେଳକୁ ତପ୍ତ ବୈଶାଖର ମଧ୍ୟାହ୍ନ 11ଟା। ଚତୁର୍ଦିଗ ବୈଶାଖର ଉତ୍ତପ୍ତ ଝାଞ୍ଜିରେ ଅସ୍ତବ୍ୟସ୍ତ। ନଟବର ବାବୁ ଘର ପାଖ ବସ୍ଷ୍ଟାଣ୍ଡ ନିକଟରେ ଥିବା ଚାକୁଣ୍ଡା ଗଛ ପାଖ ତାଙ୍କର ଏକ ପରିଚିତ ହରିଗୁଡ଼ିଆର ଝାଟିମାଟିର ସେହି ଚିରାଚରିତ ଚାଳିଆ ପାଖରେ ପହଞ୍ଚି ନିଶ୍ୱାସ ନେଲେ। ତାଙ୍କର ଅତି ପରିଚିତ ହରିଗୁଡ଼ିଆର ଦୋକାନ ସେ। ଗୋଟିଏ ପାଖରେ ଥାକ ଥିବା କାଠ ଆଲମିରାଟିଏ, ତା ପାଖରେ ଗୋଟିଏ ଦରଭଙ୍ଗା ଟେବୁଲ ଚାରି ପାଖରେ 2-4ଟା ଚୌକି, ଥାକ ଉପରେ ସିଲଭର ଥାଳିଆ ଆଉ ବାଉଁଶ ପାଛିଆରେ ସକାଳର ବାସି ବରା, ଗୁଲୁଗୁଲା, ପକୁଡ଼ି ଓ ବୁନ୍ଦିଆ। ବୈଶାଖର କ୍ଳାନ୍ତ ମଧ୍ୟାହ୍ନରେ ଦୋକାନର ସମସ୍ତ ଆସବାବ ଯେପରି କ୍ଳାନ୍ତ ଓ ଅବସନ୍ନ। ହରିଗୁଡ଼ିଆ ନିଜେ ଏକ ଖଣ୍ଡିଆ ସପ ଉପରେ ଗଡ଼ପଡ଼ ହେଉଛି। ଏ ହେଲା ତାଙ୍କ ପ୍ରିୟ ପଲ୍ଲୀଭୂମିର ଚିରାଚରିତ ଦୃଶ୍ୟ। ନଟବର ବାବୁ ଦୋକାନରେ ପଶୁ ପଶୁ ବାସନ ମଜା ଟୋକାଟାକୁ ପାଣି ଗ୍ଲାସଟି ଆଣିବାକୁ କହି ହାଲିଆ ହୋଇ ବସି ପଡ଼ିଲେ। କିଛି ସମୟ ପରେ ବିଶ୍ରାମ ନେଇ ମୁଣ୍ଡରେ ଓଦା ଗାମୁଛା ପକାଇ ଗାଁକୁ ବାହାରି ପଡ଼ିଲେ। ମନ ଭିତରେ ଅସୁସ୍ଥା ଜନନୀ ପାଇଁ ଆନ୍ଦୋଳିତ ପ୍ରତିକ୍ରିୟା। ଏଣୁ ଖରାରେ ଅସହ୍ୟ ଉତ୍ତାପକୁ ତୁଚ୍ଛ କରି ପାପଛୁଆ ମନକୁ ନେଇ ନଟବାବୁ ଗତି ଚଞ୍ଚଳ କଲେ। ଝାଳରେ ସଫେଦ ପଞ୍ଜାବୀଟା ପୂରାପୂରି ଓଦା। ଆଖି ପୋଡ଼ୁଛି ଖରା ତେଜରେ। ଜୋତା ଦିଟା ବି ଗରମ ହେଇଗଲାଣି। ସବୁ କିଛି ଉତ୍ତପ୍ତ। ସଂସାରଟା ବି ଏହିପରି ଏକ ଉତ୍ତପ୍ତ ବସ୍ତୁ। ମଣିଷର ଜୀବନ ଏହି ଉତ୍ତପ୍ତ ଶିଖା ଭିତରେ ସର୍ବଦା ଦଗ୍ଧୀଭୂତ। ନଟବର ବାବୁ ଆଗେଇ ଚାଲିଛନ୍ତି। ପ୍ରଚଣ୍ଡ ରୌଦ୍ରତାପର ଅସହ୍ୟ ଜ୍ୱାଳା। ଆଗରେ 2-4ଟା ତାଳ ଗଛ ଭାବନାଭୂତ ପରି ଛିଡ଼ା ହୋଇଛନ୍ତି ଅଚଳ ଅଟଳ ଅବସ୍ଥାରେ। ପୋଖରୀ ଶୁଖି 2 ଫାଳ। ପୋଖରୀର ଗୋଟିଏ କୋଣକୁ ବେଲବଣ। ବେଲବଣ ମଝିରେ ପୁରାତନ ଭଗ୍ନ ଶିବ ମନ୍ଦିରଟିଏ। ବେଲକଣ୍ଟାରେ ଚାରିଆଡ଼ ଭର୍ତ୍ତି। କଙ୍କାଳ ପ୍ରାୟ ଶୁଷ୍କ ବେଲଗଛ ନିକଟରେ କଅଁଳିଥିବା ସବୁଜ ପତ୍ର କେଇଟା। ଅସହ୍ୟ ଖରାତାପରୁ ମୁକ୍ତି ପାଇବା ପାଇଁ କିଛି ସମୟ ନଟବର ବାବୁ ଏହି ବେଲବଣ ଭିତରେ ବିଶ୍ରାମ ନେଇ ପୁଣି ବାହାରିଲେ ଗାଁ ଅଭିଯାନରେ। ବାଟରେ ଶାସନ ଭିତରେ ବସି ପାଣି ଟୋପାଏ ପିଇ ନିଜ ଗାଁ ଭିତରେ ପଶିଲେ। ଗାଁ ମୁଣ୍ଡରେ ବନ୍ଧୁ ଷଡ଼ଙ୍ଗୀଙ୍କ ବାଉଁଶ ବାଡ଼ି। ବାଉଁଶ ଗଛ ସବୁ ପତ୍ରଝଡ଼ା ଦେଇଛନ୍ତି। ବାଉଁଶ ବାଡ଼ି ଶେଷକୁ ଗାଁ ମନ୍ଦିର। ଆଗରେ ମଧୁତିଆଡ଼ିଙ୍କ ଘର। ମଧୁତିଆଡ଼ି ମନ୍ଦିରର ପୂଜକ। ବହୁ ପୁରାତନ ମନ୍ଦିର। ବୈଶାଖର ଖରାରେ ମନ୍ଦିର ଉପରେ ଶିଉଳି ସବୁ ଶୁଖି ଫାଟିଯାଇଛି। ମନ୍ଦିର ଚଉପାଢ଼ିରେ ପଶାପାଲିର ଆସର। ମନ୍ଦିର ଭିତରେ ମଧୁତିହାଡ଼ିଙ୍କ ଭାଗବତ ପାଠ,
ଏବଂ ମଝିରେ ମଝିରେ ମୁଣ୍ଡ ଉଠେଇ କ୍ଲିଷ୍ଟ ପଦର ସରଳ ଆଲୋଚନା ମନ୍ଦିରର ପରିବେଶକୁ ଧାର୍ମିକ ବାତାବରଣରେ ଆଚ୍ଛାଦିତ କରିଦେଉଛି। ନଟବର ବାବୁ ଚଉତରା ପାଖରେ ପହଞ୍ଚି ପାଣି ଟୋପାଇ ପିଇ ପୁଣି ବାହାରି ପଡ଼ିଲେ ଘର ମୁହାଁ ହୋଇ। ଗାଁ ବାଟ ସରି ଆସିବା ବେଳକୁ ମଝିରେ ଏକ ବିରାଟ ଅଶ୍ୱତ୍ଥ ଗଛ ଡାଳପତ୍ର ମେଲେଇ ପବନ ଗତିରେ ସୁ ସୁ ହୋଇ ଗୀତ ଗାଇବାରେ ବ୍ୟସ୍ତ। ଏତେ ବଡ଼ ଗଛଟା ବୈଶାଖର ଝାଞ୍ଜିରେ ପତ୍ର ଶୂନ୍ୟ ହୋଇପଡ଼ିଛି। ଗଛ ଗଣ୍ଡିରେ ମୋଟା ନାଲି ସୁନ୍ଦର ଦାଗ। ନଟବର ବାବୁ ତାଙ୍କର ଅତି ପରିଚିତ ସେହି ଅଶ୍ୱତ୍ଥ ଗଛ ମୂଳରେ କିଛି ସମୟ ବିଶ୍ରାମ ନେଲେ। ତାପରେ ଚାଲିଲେ ନିଜର ପ୍ରିୟ ପଲ୍ଲୀ ଅଭିମୁଖେ। ଭାବନାର ଖିଅ ମେଲେଇ ନଟବର ବାବୁ ପୁଣି ଆଗେଇ ଚାଲିଲେ ତାଙ୍କର ବାପ ଅଜା ଅମଳର ସେହି ବିରାଟ ବଟବୃକ୍ଷ ନିକଟରେ। ହଠାତ୍ ବରଗଛ ତଳର ଶୀତଳ ଛାଇ ତାଙ୍କ ମନରେ ଅପୂର୍ବ ପୁଲକ ସୃଷ୍ଟି କଲା। କେଡ଼େ ଉପକାରୀ ସତେ ଏହି ବରଗଛଟି। ତାର ପ୍ରଶସ୍ତ ଛାଇରେ ଗୋରୁ ଗାଈ ଛେଳି ମେଣ୍ଢା ସବୁ ଶୀତଳ ପବନର ସ୍ୱାଦ ଚାଖିବାରେ ବ୍ୟସ୍ତ। ଗାଁର ପିଲାମାନେ ଧୁମ୍ ଖରାବେଳଟାରେ ଓହଳରେ ଝୁଲି ଝୁଲି ତତଲା ବୈଶାଖୀ ଭିତରେ ଶୀତଳତାର ମଜା ନେବାରେ ବ୍ୟସ୍ତ। ତାଙ୍କ ପରି କେତେ କେତେ ବାଟୋଇ ସବୁ ଅସହ୍ୟ ଖରାରୁ ମୁକ୍ତି ପାଇବା ପାଇଁ ଗଡ଼ି ପଡ଼ିଛନ୍ତି ଆରାମ ନିଦ୍ରାରେ। ଗାଳ୍ପିକ ରବି ପଟ୍ଟନାୟକଙ୍କର ଏହି ଗଳ୍ପଟି ଏକ ପ୍ରତୀକଧର୍ମୀ ଗଳ୍ପ। ବରଗଛକୁ ସେ ଜନ୍ମଦାତ୍ରୀ ଜନନୀ ସହ ତୁଳନା କରିଛନ୍ତି ନଟବର ବାବୁଙ୍କ ଚରିତ୍ର ମାଧ୍ୟମରେ। ବିରାଟ ଗଣ୍ଡି ବିଶିଷ୍ଟ ଏହି ବରଗଛ କେତେ କେତେ ପଥିକ ପ୍ରାଣୀ ପଶୁ ଓ ପକ୍ଷୀଙ୍କୁ ଶୀତଳତା ପ୍ରଦାନ କରୁଛି ନିଜର ଓହଳ ହସ୍ତ ପ୍ରସାରଣ କରି। ମା ପରି ସ୍ନେହରେ ଆଲିଙ୍ଗନ କରି ରଖିଛି ତାର ଅଗଣିତ ସନ୍ତାନମାନଙ୍କୁ। କେତେ ପ୍ରଶସ୍ତ ସେ ବରଗଛର ହୃଦୟ, ସ୍ତନ୍ୟଦାୟିନୀ ଜନନୀ ପରି। ପରମ ତୃପ୍ତିର ସେହି ବରଗଛ ତଳେ ଶାନ୍ତିରେ ଆଖି ବୁଜିଦେଲେ କିଛି ସମୟ ପାଇଁ ନଟବର ବାବୁ। ସେଇ ମୁଦା ଆଖି ପତା ଭିତରେ ଭାସି ଉଠିଥିଲା ତାଙ୍କର ଏକ ବିରାଟ ବରଗଛର ଛବି। ଆଉ ସେହି ବରଗଛଟିକୁ ଆଚ୍ଛାଦିତ କରି ଏକ ଛବି ପୁଣି ଭାସି ଉଠିଥିଲା। ସେ ଛବି ତାଙ୍କ ବୋଉର। କ୍ରମେ କ୍ରମେ ସେ ଛବିଟା ଲିଭିଯାଇ ଆଉ ଗୋଟିଏ ଛବି ଉଙ୍କି ମାରି ଉଠିଥିଲା। ସେ ଛବିଟି ତାଙ୍କର। ଜନନୀର ହୃଦୟରେ ଭରପୁର ସେହି ବିରାଟ ଗଛ କୋଳରେ ଶୋଇ ରହି ତାଙ୍କ ଜନ୍ମଦାତ୍ରୀ ମା'ର କୋଳକୁ ସେ ଅନୁଭବ କରୁଥିଲେ ଏକ ପରିପୂର୍ଣ୍ଣ ତୃପ୍ତିରେ। ବେଲ, ଅଶ୍ୱତ୍ଥ ଓ ବରଗଛ ମଣିଷର ଜନ୍ମଦାତ୍ରୀ ମା'ଙ୍କ ପରି ସ୍ନେହ, ମମତା, କରୁଣା ଓ ତ୍ୟାଗରେ ପରିପୂର୍ଣ୍ଣ। ପିଲାମାନେ, ଆଜି ଆମେ ପଢ଼ିଲୁ ଗଳ୍ପ ବେଲ, ଅଶ୍ୱତ୍ଥ ଓ ବଟବୃକ୍ଷ, ଏହାର ଦ୍ୱିତୀୟ ଭାଗ। ଗାଳ୍ପିକ ରବି ପଟ୍ଟନାୟକଙ୍କର ଲେଖନୀ ନିଃସୃତ ଏହି ଗଳ୍ପ ବେଲ, ଅଶ୍ୱତ୍ଥ ଓ ବଟବୃକ୍ଷ ଏହାର ନାମକରଣରେ ଯଥାର୍ଥତା ରହିଛି। ବେଲ, ଅଶ୍ୱତ୍ଥ ଓ ବଟବୃକ୍ଷ ତିନୋଟି ଯାକ ବୃକ୍ଷ ମଣିଷ ପାଇଁ ଖୁବ୍ ଉପକାରୀ। ବେଲଗଛ କଣ୍ଟାରେ ପରିପୂର୍ଣ୍ଣ ହୋଇଥିଲେ ବି ତାର ପତ୍ର ମଣିଷର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପାଦେୟ। କୌଣସି ସମୟରେ ଏହା ଆବଶ୍ୟକ ହେଲେ ସହଜ ଓ ସୁଲଭରେ ମିଳିପାରିଥାଏ। ସେହିପରି ଅଶ୍ୱତ୍ଥ ଗଛ ହେଉଛି ଅନ୍ୟ ଏକ ଉପକାରୀ ବୃକ୍ଷ। ଏହି ବୃକ୍ଷର ଗହନ ପତ୍ରର ମର୍ମର ଶବ୍ଦ ଓ ଶୀତଳ ସମୀରଣ ପଥିକକୁ ବିଶ୍ରାମ ଦେଇଥାଏ। ପ୍ରଚଣ୍ଡ ବୈଶାଖର ଉତ୍ତପ୍ତ ଖରାରେ ଏହା ପତ୍ରଝଡ଼ା ଦେଲେ ମଧ୍ୟ ଏହାର ଗଣ୍ଡିକୁ ଦେବାଦେବୀ ରୂପରେ ପୂଜା କରି ମଣିଷ ମାନସିକ ଶାନ୍ତି ଓ ଶକ୍ତି ଅନୁଭବ କରିଥାଏ। ଆଉ ବରଗଛର ଉପକାର ସବୁଠାରୁ ଅଧିକ। ବରଗଛ ମଣିଷ ଜାତିର ମା ସଦୃଶ। ଉତ୍ତପ୍ତ ବୈଶାଖୀ ଝାଞ୍ଜି, ଶ୍ରାବଣର ବର୍ଷା ଓ ଶୀତର ପ୍ରଚଣ୍ଡ ହେମାଳ ପ୍ରବାହରେ ଏହି ବୃକ୍ଷ ଆବାଳ ବୃଦ୍ଧ ବନିତାକୁ ସୁରକ୍ଷା ଦେଇଥାଏ। ପ୍ରଚଣ୍ଡ ବୈଶାଖର ଉତ୍ତପ୍ତ ଝାଞ୍ଜିରେ ପଥିକମାନେ ଏହି ବୃକ୍ଷ ମୂଳରେ ବିଶ୍ରାମ ନେଇ ମାତୃସୁଖ ଲାଭ କରିଥାନ୍ତି। ପିଲାମାନେ ଏହାର ଓହଳରେ ଡାଳମାଙ୍କୁଡ଼ି ଖେଳନ୍ତି। କୁଳବୋହୂମାନେ ଏହାର ଗଣ୍ଡିକୁ ପୂଜା ଅର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରିଥାନ୍ତି। ଏପରିକି ବରଗଛ ତା କୋଳରେ ବେଲ ଓ ଅଶ୍ୱତ୍ଥ ବୃକ୍ଷକୁ ମଧ୍ୟ ଧାରଣ କରି ସେମାନଙ୍କୁ ସୁରକ୍ଷା ଦେଇଥାଏ ଠିକ୍ ମା ପରି। ଏଣୁ ବରଗଛର ଅନ୍ତର ବାତ୍ସଲ୍ୟ ମମତାରେ ପରିପୂର୍ଣ୍ଣ। ଏହି ତିନୋଟି ବୃକ୍ଷ ମଧ୍ୟରେ ଏକ ନିବିଡ଼ ସମ୍ପର୍କ ରହିଥିବାରୁ ଗାଳ୍ପିକ
ଏହି ବେଲ ଅଶ୍ୱତ୍ଥ ବଟବୃକ୍ଷର ନାମକରଣ କରି ଏହି ଗଳ୍ପଟିକୁ ସମାଜ ପ୍ରତି ଉତ୍ସର୍ଗ କରିଛନ୍ତି। ପିଲାମାନେ, ଆଶା କରେ ତୁମେମାନେ ଏହି ଦୁଇଟି ଭିଡ଼ିଓରେ ବେଲ ଅଶ୍ୱତ୍ଥ ବଟବୃକ୍ଷ ଏହି ଗଳ୍ପଟିକୁ ବୁଝିବାରେ ସମର୍ଥ ହୋଇଥିବ। ପରବର୍ତ୍ତୀ ଭିଡ଼ିଓରେ ଆମେ ଏହିପରି କିଛି ନୂତନ ଗଳ୍ପ ଓ କବିତା ପଠନ କରିବା।